ବୀର ବୈଷ୍ଣବଙ୍କ ଜୀବନଗାଥା ସପ୍ତମ ଅଧ୍ୟାୟ ରକ୍ତ ସ୍ନାନ। ଜେନାପୁର କୃଷକ ସଭା ପରେ ମାଳତୀ ଦେବୀ, ରବି ଘୋଷ, ଅନନ୍ତ ପଟ୍ଟନାୟକ ଓ ବୈଦ୍ୟନାଥ ରଥ ପ୍ରଭୃତିଙ୍କୁ ସାଙ୍ଗରେ ଧରି ବୈଷ୍ଣବ ଢେଙ୍କାନାଳର ଗାଁ ଗହଳରେ ବୁଲୁଥିଲେ। ବୁଲିବାର ମୁଖ୍ୟ ଲକ୍ଷ୍ୟ ଥିଲା ଭବିଷ୍ୟତକୁ ଯେଉଁ ସମ୍ମୁଖ ସଂଘର୍ଷର ସୂତ୍ରପାତ ହେବାକୁ ଯାଉଛି ସେଥିପାଇଁ ଲୋକଙ୍କୁ ପ୍ରସ୍ତୁତ କରିବା। ମୋଟଙ୍ଗା ସଭା ଭଣ୍ଡୁର ହେବା ପରଠାରୁ ଦରବାର ଲୋକମାନଙ୍କର ମତିଗତି ଯେ ସଂଘର୍ଷ ଆଡ଼କୁ ଯାଇଛି ତାହା ହୁଏତ କଳନା କରୁଥିଲେ। ଜେନାପୁରରେ ଢେଙ୍କାନାଳର 15-20 ହଜାର ପ୍ରଜା ଏକତ୍ର ହେବା ଏକ ଅସାଧାରଣ କଥା ଥିଲା। ରାଜନୈତିକ ଉଦ୍ବେଳନ ସେତେବେଳକୁ ଆରମ୍ଭ ହୋଇଗଲାଣି। ବ୍ୟକ୍ତି ସ୍ୱାଧୀନତା ଏବଂ ଦାୟିତ୍ୱମୂଳକ ଶାସନ ପାଇଁ ଦାବି ପ୍ରଚଳିତ ରାଜତନ୍ତ୍ର ବ୍ୟବସ୍ଥା ମୂଳରେ କୁଠାରଘାତ କଲା। ଦରବାର ପ୍ରସ୍ତୁତ ହେଉଥିଲା ଆଗାମୀ ସଂଘର୍ଷର ସମ୍ମୁଖୀନ ହେବା ପାଇଁ। ଉପରେ ଉପରେ ତୋଷଣ ନୀତି ଓ ସାଲିସ ମନୋଭାବ ନେଲେ ମଧ୍ୟ ଭିତରେ ଭିତରେ କଠୋରତା ପ୍ରକଟ ହେଉଥିଲା ଦରବାରର କାର୍ଯ୍ୟଧାରାରେ। ସଭାପତି ହରମୋହନ ପଟ୍ଟନାୟକ, ଉପସଭାପତି ମହେଶ୍ୱର ସୁବାହୁ ସିଂ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁ ପ୍ରମୁଖ ପ୍ରଜାମଣ୍ଡଳର ଦାବି ବିଷୟ ନେଇ ଦରବାର ସହ ଆଲୋଚନା କରିବା ପାଇଁ ଅସମ୍ମତ ନଥିଲେ। ହରମୋହନ ଦରବାର ସହ କଥାବାର୍ତ୍ତା କରି ନିଷ୍ଫଳ ହେଲେ। ତାପରେ ସୁବାହୁ ସିଂଙ୍କୁ ଦରବାର ତରଫରୁ ଡକାଗଲା। 1938 ମସିହା ଅଗଷ୍ଟ 23 ତାରିଖରେ ତାଙ୍କ ସହ ସ୍କୁଲ ଖେଳ ପଡ଼ିଆରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। ମାତ୍ର ଏଥିରୁ ମଧ୍ୟ କିଛି ସନ୍ତୋଷଜନକ ଫଳ ମିଳିଲା ନାହିଁ। ସେପ୍ଟେମ୍ବର 6 ତାରିଖ, ସେଦିନ ସୁନିଆ। ଲୋକେ ପାରମ୍ପରିକ ସୁନିଆ ଭେଟି ରାଜାଙ୍କୁ ଦେଲେ ନାହିଁ। ଏହାର ତାରିଖ ଦିନ ପ୍ରଜାମଣ୍ଡଳର କର୍ମକର୍ତ୍ତା ଏବଂ ଦରବାର ମଧ୍ୟରେ କଥା ହେବା ପାଇଁ ସ୍ଥିର ହେଲା। ମାତ୍ର ତା ବି ହୋଇପାରିଲା ନାହିଁ, କାରଣ କଥାବାର୍ତ୍ତା ହେବା ପୂର୍ବରୁ ସମସ୍ତ ପ୍ରକାର ସଭା ସମିତି, ଶୋଭାଯାତ୍ରା, ସାମାଜିକ ବାଛନ୍ଦ ପ୍ରଭୃତି ବନ୍ଦ କରିବା ପାଇଁ ସର୍ତ୍ତ ରଖିଥିଲେ ଦରବାର। ପ୍ରଜାମଣ୍ଡଳ ରାଜି ହେଲା ନାହିଁ। ଏଥିରେ ଦରବାର କ୍ଷୁଣ୍ଣ ହେଲା। ଏହାର ତାରିଖ ସନ୍ଧ୍ୟାରେ ସାମରିକ ପୋଲିସ ଢେଙ୍କାନାଳ ଟାଉନର ପ୍ରଜାମଣ୍ଡଳ ଅଫିସ ଚଢ଼ଉ କରି ହରମୋହନ ପଟ୍ଟନାୟକ, ସୁବାହୁ ସିଂ, ଲକ୍ଷ୍ମୀଧର ସାହୁଙ୍କ ସମେତ ପ୍ରାୟ 15 ଜଣ ପ୍ରଜାମଣ୍ଡଳର ପ୍ରମୁଖ କର୍ମକର୍ତ୍ତାଙ୍କୁ ଗିରଫ କରିନେଲେ। ଶିଖ ଏବଂ ଗୁର୍ଖା ଫୌଜ ଏ ଭିତରେ ଆସି ଯାଇଥିଲେ। ବଲାଙ୍ଗୀର ପାଟଣାର ଦେୱାନ ରାୟ ବାହାଦୁର କନୱାର ସିଂ ଏବଂ ଷଢ଼େଇକଳାର ଦେୱାନ ପ୍ରଭୃତି ଢେଙ୍କାନାଳ ରାଜବାଟୀରେ ପହଞ୍ଚି ସାରିଥିଲେ। ଆଲୋଚନା କରିବା ନାଁରେ ଦରବାର ପ୍ରଜା ଅସନ୍ତୋଷକୁ ଦମନ କରିବା ପାଇଁ ସ୍ଥିର କରି ସାରିଥିଲା। ନେତାମାନଙ୍କର ଗିରଫ ଖବର ବିଦ୍ୟୁତ ବେଗରେ ରାଜ୍ୟସାରା ପ୍ରଚାରିତ ହୋଇଗଲା। ପ୍ରାୟ 2000 ଲୋକ ଗିରଫ ହୋଇଥିବା ନେତାଙ୍କୁ ଫୁଲମାଳ ପିନ୍ଧେଇ କାରାଗାର ଯାଏ ଶୋଭାଯାତ୍ରାରେ ବାହାରିଲେ। ଏହି ଶାନ୍ତ ଜନତା ଉପରେ ଲାଠିମାଡ଼ ହେଲା ପୋଲିସ ତରଫରୁ। ବନାଗ୍ନି ଭଳି ଲାଠିମାଡ଼ ଖବର ପ୍ରସରିଗଲା ଗାଁ ଗହଳକୁ। 12 ତାରିଖ ଦିନ ସକାଳୁ ସକାଳୁ ଲୋକମାନଙ୍କର ସୁଅ ଛୁଟିଲା ଗାଁ ଗଣ୍ଡାରୁ। ଟାଉନ ସାରା ପୋଲିସ ଛାଇ ହୋଇଯାଇଥିଲା। ହାତୀ ଘୋଡ଼ା ଚଢ଼ି ପୋଲିସ ଗଡ଼ ଭିତରକୁ ଆସିବାର ସମସ୍ତ ବାଟ ରୋଧିଥିଲେ। ଏହା ସତ୍ତ୍ୱେ ହଜାର ହଜାର ଲୋକ ଧାଇଁ ଆସିଲେ। ରାଜ୍ୟ ବାହାରୁ ତିଗିରିଆ, ଆଠଗଡ଼, ହିନ୍ଦୋଳ, ବଡ଼ମ୍ବା, ନରସିଂହପୁର ଓ ତାଳଚେରରୁ ମଧ୍ୟ ଲୋକେ ଆସି ରୁଣ୍ଡ ହେଲେ ଟାଉନର ଅଳସୁଆ ହାଟ ପଡ଼ିଆରେ। ପାଖରେ ରେଳ ଷ୍ଟେସନ। ଗିରଫଦାରୀ ଓ ଲାଠିମାଡ଼ର ପ୍ରତିବାଦରେ ବିଶାଳ ଜନତା ଏକ ହୋଇ ଠିଆ ହେଲା। ଉପର ବେଳାକୁ 20,000 ଲୋକ। ଏହି ବିକ୍ଷୁବ୍ଧ ଜନତାକୁ ଭୟଭୀତ କରି ମେଳି ଭାଙ୍ଗିଦେବା ପାଇଁ
ଦରବାର ଜନସମାଗମକୁ ବେଆଇନ ଘୋଷଣା କଲେ। ଲୋକେ ନ ଯିବାରୁ ପୋଲିସ ଗୁଳି ଚଳାଇଲା। ଆତ୍ମରକ୍ଷା ପାଇଁ ଲୋକେ ଟେକା ପଥର ମାଡ଼ କଲେ। ଶାନ୍ତିପୂର୍ଣ୍ଣ ଓ ଅହିଂସା ପ୍ରତିବାଦର ଫଳ ହେଲା ହିଂସା ଓ ରକ୍ତପାତ। ବହୁ ଲୋକ ଖଣ୍ଡିଆ ଖାବରା ହେଲେ। ସମ୍ମୁଖ ସଂଘର୍ଷର ସୂତ୍ରପାତ ହେଲା। ବୈଷ୍ଣବ, ମାଳତୀ ଚୌଧୁରୀ ଏବଂ ରବି ଘୋଷ 12 ତାରିଖ ଦିନ ମଢ଼ି ଅଞ୍ଚଳର ସରକିଶୋରପୁର ଗ୍ରାମରେ ଗୋଟିଏ ସଭାରେ ବ୍ୟସ୍ତ ଥିଲେ। ସନ୍ଧ୍ୟା ବେଳକୁ ସେମାନେ ଢେଙ୍କାନାଳ ଫେରି ଦେଖିଲେ ପ୍ରାୟ 100 ଲୋକ ଷ୍ଟେସନ ପାଖରେ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଛନ୍ତି। ସେମାନଙ୍କୁ କଟକ ଡାକ୍ତରଖାନାକୁ ନେଇଗଲେ ବୈଷ୍ଣବ ଓ ମାଳତୀ ଦେବୀ। କାହାର ଦେହରେ ଗୁଳି ବିଦ୍ଧ ହୋଇଥିଲା ତ କାହା ମୁଣ୍ଡ ଫାଟିଥିଲା ବନ୍ଧୁକ ମୁନରେ। ହାତୀ ଘୋଡ଼ାଙ୍କର ଗୋଡ଼ ତଳେ ଦଳି ଚକଟି ହୋଇଯାଇଥିଲେ କେତେକ। ଏହା ସତ୍ତ୍ୱେ ବିଶାଳ ଜନତା ଛତ୍ରଭଙ୍ଗ ଦେଇ ନଥିଲା। ରାତିକୁ 25,000 ଲୋକ ଥିଲେ। ଗିରଫ ନେତାମାନଙ୍କୁ ଦରବାର ତୁରନ୍ତ ମୁକ୍ତ କରିଦେଲା। 13 ତାରିଖ ଦିନ ନବବାବୁ, ସାରଙ୍ଗବାବୁ ଇତ୍ୟାଦି କଟକରୁ ଆସି ପହଞ୍ଚିଲେ। ସଭା ହେଲା। ଲୋକେ ନୂତନ ଉନ୍ମାଦନାରେ ନିଜ ନିଜର ଗାଁକୁ ଫେରିଗଲେ। ମିଳାମିଶା ପାଇଁ ଉଦ୍ୟମ ହେଲା, ମାତ୍ର ତାହା ବିଫଳ ହେଲା। କଠୋର ହସ୍ତରେ ପ୍ରଜାମାନଙ୍କୁ ଦମନ କରିବା ପାଇଁ ଦରବାର ପଦକ୍ଷେପମାନ ନେଲେ। ଅଳସୁଆ ହାଟର ଗୁଳିମାଡ଼ ଘଟଣା ଭଳି ଅନେକ ଘଟଣା ଘଟୁଥିଲା। ସେପ୍ଟେମ୍ବର 14ରୁ 20 ତାରିଖ ମଧ୍ୟରେ ବୌଦ୍ଧ, ଷଢ଼େଇକଳା, କଳାହାଣ୍ଡି, ପାଟଣା, କେଉଁଝର, ବସ୍ତର ପ୍ରଭୃତି ରାଜ୍ୟରୁ ମିଲିଟାରୀ ପୋଲିସ ବାହିନୀ ଆସି ପହଞ୍ଚିଲେ ଢେଙ୍କାନାଳରେ। ୟୁରୋପୀୟ ସୈନ୍ୟଦଳ ମଧ୍ୟ ଆସିଗଲେ। ରାଜ୍ୟର ସମସ୍ତ ପ୍ରଜାମଣ୍ଡଳ ନେତା ଗିରଫ ହେଲେ। ଗାଁ ଗାଁ ମାଡ଼ିଗଲେ ପୋଲିସ ବାହିନୀ। ଘର ଖାନତଲାସ ହେଲା। ପ୍ରଜାମଣ୍ଡଳ ବେଆଇନ ଘୋଷିତ ହେଲା। ଘରୁ ଜିନିଷପତ୍ର ଲୁଟତରାଜ ହେଲା। ସ୍ତ୍ରୀ ଲୋକମାନଙ୍କ ପ୍ରତି ଅସଦ୍ ବ୍ୟବହାର କରାଗଲା। ନିର୍ମମ ମାଡ଼ ଖାଇଲେ ଲୋକମାନେ। ଘର ସବୁ ଭାଙ୍ଗି ଦିଆଗଲା, ପୋଡ଼ି ଦିଆଗଲା। ଚରମ ଦମନ ଲୀଳା ରଚିତ ହେଲା ରାଜ୍ୟ ସାରା। ଲୋକେ ଘରଦ୍ୱାର ଛାଡ଼ି ହେଜରାତ କ୍ୟାମ୍ପରେ ଆଶ୍ରୟ ନେଲେ। ବ୍ରାହ୍ମଣୀ ନଦୀ ଆରପଟରେ ଭୁବନ ଗାଁ ଏକ ବିରାଟ ଗାଁ। ଏଠାକାର ଥାନାର ପୋଲିସ ଅଫିସରଙ୍କୁ ଲୋକେ ମାଡ଼ ମାରିବାର ଅଭିଯୋଗ ହେଲା। ସେପ୍ଟେମ୍ବର 24 ତାରିଖରେ ଭୁବନରେ ପହଞ୍ଚିଲେ ଗୋରା ପାଲଟନ ସହ ଦେଶୀ ପୋଲିସ। କେତେ ଘର ସେମାନେ ଭାଙ୍ଗି ଜିନିଷପତ୍ର ଲୁଟିନେଲେ। ଅନେକ ଲୋକଙ୍କୁ ନିର୍ମମ ପ୍ରହାର ହେଲା। ଘର ପୋଡ଼ି ଦିଆଗଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବୈଷ୍ଣବ ପଟ୍ଟନାୟକ ଓ ଶ୍ରୀକାନ୍ତ ରାଉତଙ୍କ ନେତୃତ୍ୱରେ ପ୍ରାୟ 200 ଲୋକ ଅକ୍ଟୋବର 7 ତାରିଖରେ ଭୁବନ ଥାନା ଘେରାଉ କଲେ। 10 ତାରିଖରେ ଦମନଲୀଳା ପ୍ରବଳ ହେଲା ପୋଲିସର। ଗିରଫ ହେଲେ ବହୁ ଲୋକ। ଲୋକେ ଏହାର ପ୍ରତିବାଦ କଲାରୁ ପୁଲିସ ଗୁଳି ଚଳେଇଲା। ପୁଲିସ ଗୁଳିରେ 2 ଜଣ ଶହୀଦ ହେଲେ, ରଘୁ ଓ ଲକ୍ଷ୍ମଣ। 6 ଜଣ ଖଣ୍ଡିଆ ଖାବରା ହୋଇ ଡାକ୍ତରଖାନାରେ ପଡ଼ିଲେ। ଭୁବନରୁ ନୀଳକଣ୍ଠପୁର ବ୍ରାହ୍ମଣୀଘାଟ 3 ମାଇଲ ହେବ। ଭୁବନ ଗୁଳିଚାଳନା ପରେ ନୀଳକଣ୍ଠପୁର ନଦୀ ଘାଟକୂଳରେ ତୃତୀୟ ଗୁଳିଚାଳନା ହେଲା। 11 ତାରିଖ ଭୋର ସମୟରେ ଏଠାରେ 12 ବର୍ଷର ବାଳକ ବାଜିରାଉତ ସମେତ ନଟ, ହୁରୁସି, ଗୁରି ପ୍ରଭୃତି ଶହୀଦ ହେଲେ। ନୀଳକଣ୍ଠପୁର ନଦୀ କୂଳରେ ଶୋକାଭିଭୂତ ଜନତାର ଭିଡ଼ ଜମିଲା। ସେହିଦିନ କଟକର ଜେନାପୁର ଘାଟ ପର୍ଯ୍ୟନ୍ତ ଶହୀଦମାନଙ୍କର 6ଟି ମର ଶରୀରକୁ ବୈଷ୍ଣବ ଓ ରବି ଘୋଷ ନୌକାରେ ନେଇଗଲେ। ଜେନାପୁର ନଦୀଘାଟରୁ ଜେନାପୁର ରେଳ ଷ୍ଟେସନରୁ ଶବଗୁଡ଼ିକୁ କାନ୍ଧରେ ବୋହିନେଲେ ବୈଷ୍ଣବ ପ୍ରଭୃତି। କଟକରେ ଶବ ପହଞ୍ଚିଲା ବେଳକୁ ପରଦିନ ସକାଳ।
କଟକ ସହରରେ ସଭା ଶୋଭାଯାତ୍ରା ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି କଲା। ଢେଙ୍କାନାଳ ଶହୀଦ ଜିନ୍ଦାବାଦ, ଢେଙ୍କାନାଳ ପ୍ରଜାମଣ୍ଡଳ ଜିନ୍ଦାବାଦ ଧ୍ୱନିରେ କଟକର ଆକାଶ ପ୍ରକମ୍ପିତ ହେଲା। 6ଟି ଚିତା ଜଳିଲା ଖାନନଗର ଶ୍ମଶାନରେ। ଶେଷ ଅଭିବାଦନ ଜଣାଇଲା ଦେଶର ଜନତା। ସଚ୍ଚି ରାଉତରାୟଙ୍କର ବାଜିରାଉତ ଖଣ୍ଡ କାବ୍ୟାଂଶରେ ନୁହେଁ ବନ୍ଧୁ ନୁହେଁ ଏଇ ଚିତା, ଏ ଦେଶେ ତିମିର ତଳେ ଏ ଅଲିଭା ମୁକତି ସଳିତା, ନୁହେଁ ଏହା ହଜିଯିବା ପାଇଁ, ଏହାର ଜନମ ଏଥି ଜାଳି ପୋଡ଼ି ଦେବାକୁ ଧସାଇ, ଏ ଶିଖା ଦେଇଛି ଆଜି ଇତିହାସେ ହାତ ଟେକି ଦାନ, ଶତାବ୍ଦୀର ଶ୍ରେଷ୍ଠ ଫୁଲ ମୁକୁଳିତ ମୃତ୍ୟୁହୀନ ପ୍ରାଣ। ନୀଳକଣ୍ଠପୁର ଗୁଳିକାଣ୍ଡ ପରେ ହିନ୍ଦୋଳ ରୋଡ ଗୁଳିକାଣ୍ଡ ଘଟିଲା। 17/1/38ରେ 6 ଜଣ ଆହତ ହୋଇଥିଲେ। ତୁମୁସିହାରେ ଗୁଳିକାଣ୍ଡ ହେଲା 21/10/38ରେ 3 ଜଣ ଶହୀଦ ହେବା ସଙ୍ଗେ ସଙ୍ଗେ 7 ଜଣ କ୍ଷତବିକ୍ଷତ ହେଲେ। କୋଟୁମୁଣ୍ଡା ଗୁଳିକାଣ୍ଡ 2/11/38ରେ 2 ଜଣ ଏଠି ଶହୀଦ ହେଲେ, 3 ଜଣ ଆହତ ହେଲେ। କନ୍ଦରସିଂହା ଗୁଳିକାଣ୍ଡ 10/11/38ରେ ଏଠାରେ 3 ଜଣ ଶହୀଦ ହେବା ସହିତ ଜଣେ ଆହତ ହୋଇଥିଲେ। ଏହିପରି ମୋଟ 7ଟି ସ୍ଥାନରେ ଗୁଳିଚାଳନା ଫଳରେ ସର୍ବମୋଟ ପ୍ରାୟ 17 ଜଣ ଶହୀଦ ହେଲେ। ଅତ୍ୟାଚାର ସହି ନ ପାରି ବ୍ରିଟିଶ ଶାସନାଧୀନ ଅନୁଗୁଳ, ସୁକିନ୍ଦା, କଲଣ୍ଡା, ଘୋଳପୁର ଓ ବୁଢ଼ାବଙ୍କ ପ୍ରଭୃତି ହିଜରାତ କ୍ୟାମ୍ପରେ ଢେଙ୍କାନାଳର ଲୋକମାନେ ଆଶ୍ରୟ ନେଲେ। ପ୍ରଜାମଣ୍ଡଳକୁ ସଜୀବ ରଖିବା ପାଇଁ ଓଡ଼ିଶାର ପ୍ରଖ୍ୟାତ ରାଜନେତାମାନେ ଢେଙ୍କାନାଳ ଯାଇ ସେଠାରେ ସତ୍ୟାଗ୍ରହ କଲେ। ନବକୃଷ୍ଣ ଚୌଧୁରୀ, ଭଗବତୀ ପାଣିଗ୍ରାହୀ, ଗୋକୁଳଚନ୍ଦ୍ର ରାୟ ଚୂଡ଼ାମଣି, ଗୌରାଙ୍ଗ ଚରଣ ଦାସ, ପ୍ରାଣକୃଷ୍ଣ ପଢ଼ିଆରୀ ଓ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ପ୍ରଭୃତି ଗୋଟିଏ ଗୋଟିଏ ଦଳର ନେତୃତ୍ୱ ନେଇ ଏଠାରେ ପହଞ୍ଚିଲେ। ସାରା ଭାରତରେ ଢେଙ୍କାନାଳର ଦମନ ଲୀଳା ଚମକ ସୃଷ୍ଟି କଲା। ଶେଷରେ ଆନ୍ଦୋଳନର ଚାପରେ ଦରବାରର ମଥା ନଇଁଲା। ଅନେକ ପ୍ରକାର ସଂସ୍କାର ଘୋଷିତ ହେଲା। 1939 ଜୁନ ବେଳକୁ ପ୍ରଜାମାନଙ୍କ ପାଇଁ ନିର୍ବାଚିତ ପଞ୍ଚାୟତ ବ୍ୟବସ୍ଥା ପ୍ରତିଷ୍ଠା କରିବା ପାଇଁ ପ୍ରତିଶ୍ରୁତି ମିଳିଲା। କଳ୍ପିତ କେନ୍ଦ୍ରୀୟ ପ୍ରଜା ପରିଷଦର ଅଧେ ନିର୍ବାଚିତ ଓ ଅଧେ ମନୋନୀତ ସଦସ୍ୟ ରହିବାର ବ୍ୟବସ୍ଥାକୁ ବୈଷ୍ଣବ ପଟ୍ଟନାୟକ ବିରୋଧ କଲେ। କାରାଗାରରେ ରାଜନୈତିକ ବନ୍ଦୀମାନେ ସଢ଼ୁଥିବା ଯାଏ ଓ ପ୍ରତିଦିନ ଲୋକ ଗିରଫ ହେଉଥିବା ଯାଏ ସଂସ୍କାରର କିଛି ଅର୍ଥ ହୁଏ ନାହିଁ ବୋଲି ସେ ଅଭିଯୋଗ କରିଥିଲେ। ପଲିଟିକାଲ ଏଜେଣ୍ଟ ମେଳର ବେଜଲଗେଟଙ୍କୁ ହତ୍ୟା କରାଗଲା ରଣପୁରରେ 1939 ମସିହା ଜାନୁଆରୀ 5 ତାରିଖରେ। ଦେଶୀୟ ରାଜ୍ୟମାନଙ୍କରେ ମୁକ୍ତି ସଂଗ୍ରାମ କ୍ଷେତ୍ରରେ ଏହି ମୃତ୍ୟୁ ଘଟଣା ଏକ ବିଘ୍ନ ସୃଷ୍ଟି କଲା। ରାଜନୈତିକ ବିଭାଗ ଗଡ଼ଜାତ ରାଜ୍ୟର ପ୍ରଜା ଆନ୍ଦୋଳନକୁ ଏଣିକି କଠୋର ହସ୍ତରେ ଦମନ କରିବାକୁ ସ୍ଥିର କଲା। ଫଳରେ ଆନ୍ଦୋଳନ ସାମୟିକ ଭାବରେ ଥମିଗଲା।